ସବରୀମାଳା ଆୟାପ୍ପା ସ୍ୱାମୀ କଥା। ପ୍ରାଚୀନ କାଳରେ ଦେବତା ଏବଂ ଅସୁରଙ୍କ ମଧ୍ୟରେ ନିରନ୍ତର ଯୁଦ୍ଧ ଚାଲିଥିଲା। ଥରେ ଅସୁରମାନେ ଦେବତାଙ୍କୁ ପରାସ୍ତ କରି ସ୍ୱର୍ଗକୁ ଅଧିକାର କରିନେଲେ। ଦେବତାମାନେ ନିଜର ଶକ୍ତି ହରାଇ ବସିଲେ ଏବଂ ଅସୁରମାନେ ଦିନକୁ ଦିନ ଅତ୍ୟାଚାର କରିଚାଲିଲେ। ଦେବତାମାନେ ସାହାଯ୍ୟ ଅନୁସରଣରେ ଭଗବାନ ବିଷ୍ଣୁଙ୍କ ନିକଟକୁ ଗଲେ। ଭଗବାନ ବିଷ୍ଣୁ ଦେବତାମାନଙ୍କୁ ସମୁଦ୍ର ମନ୍ଥନ କରିବାକୁ ଆଦେଶ ଦେଲେ ଏବଂ କହିଲେ, ସମୁଦ୍ର ମନ୍ଥନରୁ ଅମୃତ ପାଇଲେ ଦେବତାମାନଙ୍କୁ ଅମର ପ୍ରାପ୍ତ କରାଇ ଏବଂ ଶକ୍ତି ଦେବ। କିନ୍ତୁ ଏହା ଏତେ ବଡ଼ କାର୍ଯ୍ୟ ଥିଲା ଯେ ଦେବତାମାନେ ଏହାକୁ ଏକାକ୍ରମେ ସମ୍ପୂର୍ଣ୍ଣ କରିପାରିନଥିଲେ। ତେଣୁ ଅସୁରମାନଙ୍କୁ ଏହି କାର୍ଯ୍ୟରେ ଯୋଗ ଦେବାକୁ ପଡ଼ିଥିଲା। ସମୁଦ୍ର ମନ୍ଥନରେ ମନ୍ଦ୍ରାଚଳ ପର୍ବତକୁ ମନ୍ଥିବାକୁ ଏବଂ ବାସୁକୀ ନାଗକୁ ଏକ ରସି ତିଆରି କରାଯାଇଥିଲା ଏବଂ ଭଗବାନ ବିଷ୍ଣୁ କଶ୍ୟପ ରୂପ ଯୋଗ ଦେଇଥିଲେ। ସମୁଦ୍ର ମନ୍ଥିବା ସମୟରେ ପ୍ରଥମେ ହାଲ ହାଲ ବିଷ ବାହାରିଥିଲା, ଯାହା ଭଗବାନ ଶିବ ପିଇକି ତାକୁ ଗଳାରେ ରଖିଥିଲେ ଏବଂ ତାଙ୍କୁ ନୀଳକଣ୍ଠ କୁହାଯାଇଥିଲା। ତାପରେ କାମଧେନୁ ଗାଈ, କଳ୍ପବୃକ୍ଷ, ଐଶ୍ରବ ଘୋଡ଼ା, ଐରାବତ ହାତୀ ଏବଂ ଦେବୀ ଲକ୍ଷ୍ମୀ ବହୁମୂଲ୍ୟ ବସ୍ତୁ ଉତ୍ପାଦନ ହେଲା। ସଭା ଶେଷରେ ଅମୃତ କଳସ ଉତ୍ପାଦନ ହେଲା, ଯାହାକି ଅସୁରମାନେ ତାକୁ ନେବାକୁ ଚେଷ୍ଟା କଲେ। ଫଳରେ ଦେବତାମାନେ ଭଗବାନ ବିଷ୍ଣୁଙ୍କ ନିକଟକୁ ଗଲେ। ଭଗବାନ ବିଷ୍ଣୁ ମୋହିନୀ ରୂପରେ ଦେବତାମାନଙ୍କ ମଧ୍ୟରେ ଅମୃତ ବାଣ୍ଟିବାକୁ ଲାଗିଲେ। ସେହି ସମୟରେ ଭଗବାନ ଶିବ ମୋହିନୀଙ୍କ ରୂପରେ ଆକର୍ଷିତ ହୋଇ ତାଙ୍କ ସହ ସଙ୍ଗମ କରିଥିଲେ। ସଙ୍ଗମ କରିବା ଫଳରେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ ଏବଂ ତାଙ୍କ ଗଳାରେ ଦିବ୍ୟ ମଣି ଥିବାରୁ ସେହି ପୁତ୍ରଙ୍କ ନାମ ମଣିକନ୍ଦନ ରଖାଗଲା। ସେହିଠାରେ ପଣ୍ଡାଲମ ରାଜ୍ୟର ରାଜା ସନ୍ତାନହୀନ ଥିଲେ। ସେ ମଣିକନ୍ଦନକୁ ଈଶ୍ୱରଙ୍କ ବରଦାନ ବୋଲି ଭାବି ନେଇଥିଲେ ଏବଂ ମଣିକନ୍ଦନକୁ ରାଜକୁମାର ଭାବରେ ପାଳନ ପୋଷଣ କରାଇଥିଲେ। ମଣିକନ୍ଦନ ଜଣେ ଦକ୍ଷ ଯୋଦ୍ଧା ଏବଂ ଜ୍ଞାନୀ ବ୍ୟକ୍ତି ଥିଲେ। ଦିନେ ମହିଷାସୁର ଭଉଣୀ ମହିଷୀର କବଳରୁ ସମସ୍ତ ଜଗତକୁ ଉଦ୍ଧାର କରିବା ପାଇଁ ମଣିକନ୍ଦନ ମହିଷୀକୁ ବଧ କରିଥିଲେ। ମହିଷୀକୁ ବଧ କରିବା ପରେ ମଣିକନ୍ଦନ ତାଙ୍କର ପ୍ରକୃତ ରୂପ ପ୍ରକାଶ କରିଥିଲେ ଯେ ସେ ଶିବ ଏବଂ ବିଷ୍ଣୁଙ୍କ ପୁତ୍ର ଏବଂ ସେ ବିଦ୍ୟା ନେବା ପୂର୍ବରୁ ସବରୀମାଳାରେ ତାଙ୍କର ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା କରିବାକୁ କହିଥିଲେ, ଯାହାକି ଆୟାପ୍ପା ସ୍ୱାମୀ ନାମରେ ବିଖ୍ୟାତ ହେବ। ଏବଂ ସବରୀମାଳାରେ ଯେଉଁ ଭକ୍ତ ମାନସିକ କରିକି ଆସିଥିବ ତାଙ୍କର ମନସ୍କାମନା ସବୁ ସମ୍ପୂର୍ଣ୍ଣ ହେବ। ଏହା କେରଳରେ ଅବସ୍ଥିତ ସବରୀମାଳା ପର୍ବତରେ ଆୟାପ୍ପା ସ୍ୱାମୀ ନାମରେ ଅବସ୍ଥିତ।